ନମ୍ବର 1 ଓଡ଼ିଶାରେ ଚିହ୍ନଟ ହୋଇନି ଏଚ୍ଏମ୍ପିଭି ଭାଇରସ୍। ଥଣ୍ଡା କାଶ ଥିଲେ ପରୀକ୍ଷା କରାନ୍ତୁ। ଚୀନ୍ ଭାଇରସ୍ ଏଚ୍ଏମ୍ପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଥଣ୍ଡା କାଶ ଥିଲେ ପରୀକ୍ଷା କରାଇ ନିଅନ୍ତୁ। ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପରୀକ୍ଷା ପାଇଁ ପ୍ରସ୍ତୁତ ରଖାଯାଇଛି। ଆଜି ଏଭଳି କିଛି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଅନ୍ୟପକ୍ଷରେ ଏଚ୍ଏମ୍ପିଭି ଭାଇରସ୍ ପୁରୁଣା, ଏହା ଏବେ ନୂଆ ରୂପରେ ଆସିଛି ଏବଂ କୋଭିଡ୍ଠାରୁ ଅଧିକ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା କହିଛନ୍ତି। ଦେଶର 3ଟି ପ୍ରମୁଖ ସହର ବାଙ୍ଗାଲୁରୁ, ଅହମ୍ମଦାବାଦ ଓ କୋଲକାତାରେ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶାରେ ଏହାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଏଚ୍ଏମ୍ପିଭି ଭାଇରସ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ। କର୍ଣ୍ଣାଟକର ବାଙ୍ଗାଲୁରୁରେ ଯେଉଁ 2 ଜଣ ପିଲାଙ୍କ ଦେହରେ ଏହି ଭାଇରସ୍ ଚିହ୍ନଟ ହୋଇଛି, ସେଥିରେ ବିଦେଶ ପରିଭ୍ରମଣ ରିପୋର୍ଟ ନାହିଁ। ଏହି ଭାଇରସ୍କୁ ନେଇ କିଛି ଡରିବାର ନାହିଁ, ଆମେ ପ୍ରସ୍ତୁତ ଅଛୁ। ନମ୍ବର 2 ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ବିଜେପି ନେତା ରମେଶ ମାଧୁରୀଙ୍କ ବିଦାୟୀ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି। ନିର୍ବାଚନ ପାଇଁ ବିଜେପି ନେତା ବିଧୁରୀ ତାଙ୍କ ବାପାଙ୍କ ମଝିକୁ ଟାଣିଥିବାରୁ ଆତିଶି ଏହାକୁ ନିନ୍ଦା କରିଛନ୍ତି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଆତିଶି କହିଛନ୍ତି, ମୋ ବାପା ତାଙ୍କ ଜୀବନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ। ନମ୍ବର 3 ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍, ବିରାଟ ରୋହିତଙ୍କୁ ନେଇ ଆସିଲା ବଡ଼ ଖବର। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ବିତର୍କ ଚାଲିଛି ସତ, କିନ୍ତୁ ଉଭୟ ଦିନିକିଆରେ ଏବେ ବି ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ ଚୟନକର୍ତ୍ତା ବିରାଟ ଓ ରୋହିତଙ୍କୁ ଇଂଲଣ୍ଡ ବିପକ୍ଷ 3-ଟିକିଆ ଦିନିକିଆ ସିରିଜରେ ସାମିଲ କରିବେ ନାହିଁ। ନମ୍ବର 4 ଏଚ୍ଏମ୍ପିଭି ନୂଆ ଭାଇରସ୍ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଚାଇନା ଭାଇରସ୍ ଏଚ୍ଏମ୍ପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ବେଙ୍ଗାଲୁରୁ 2ଟି ଓ ଗୁଜରାଟରୁ ଜଣେ ଏଚ୍ଏମ୍ପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଆଶା ଓ ଆଶଙ୍କାରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା କଥା ଯେ ଏଚ୍ଏମ୍ପିଭି କୌଣସି ନୂଆ ପ୍ରକାରର ଭାଇରସ୍ ନୁହେଁ। ନମ୍ବର 5 ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡପ ଭବନର ଶିଳାନ୍ୟାସ କରିଛନ୍ତି। ଏଥିସହ ନୂଆ ଜାମ୍ବୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାରପାଲ୍ଲୀ ଟର୍ମିନାଲ ଷ୍ଟେସନ ଭଳି ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦ୍ଘାଟନ କରିଛନ୍ତି ମୋଦି। ନମ୍ବର 6 ଡରାଇଲା ଚାଇନା ଭାଇରସ୍, 3 ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ। ଭାରତକୁ ପୁଣି ଡରାଇବା ଆରମ୍ଭ କରିଛି ଚାଇନାରେ ଆତଙ୍କ ଖେଳାଇଥିବା ଏଚ୍ଏମ୍ପିଭି ଭାଇରସ୍। କରୋନା ଭଳି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ 3 ଜଣ ଚିହ୍ନଟ ହୋଇସାରିଲେଣି। ବେଙ୍ଗାଲୁରୁରେ 2 ଜଣ ନବଜାତକଙ୍କ ନମୁନାରୁ ଏହି ଭାଇରସ୍ ଠାବ ହୋଇଛି। ସେହିପରି ଗୁଜରାଟରେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ନମ୍ବର 7 ଶେଖ୍ ହସିନାଙ୍କ ବିରୋଧରେ ପୁଣି ଜାରି ହେଲା ଗିରଫ ପରୱାନା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଢାକାର ଗୋଟିଏ କୋର୍ଟ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି କରିଛନ୍ତି। ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବାବେଳେ ବଳପୂର୍ବକ ଲୋକଙ୍କୁ ଗାୟବ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। ନମ୍ବର 8 ମଝି ଆକାଶରେ ବିମାନ ଓ ଇଞ୍ଜିନରେ ଲାଗିଲା ନିଆଁ, ଯାତ୍ରୀ ଛାନିଆ। ମଝି ଆକାଶରେ ଖେଳିଗଲା ଆତଙ୍କ, ବିମାନରେ ଇଞ୍ଜିନରେ ଲାଗିଲା ନିଆଁ, ଛାନିଆ ହୋଇଗଲେ ଯାତ୍ରୀ। କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇଲେ ପାଇଲଟ, ଫଳରେ ଅଳ୍ପକେ ବର୍ତ୍ତିଗଲା ଜୀବନ। ଏଭଳି କିଛି ଘଟଣା ଘଟିଛି ନେପାଳର ରାଜଧାନୀ କାଠମାଣ୍ଡୁରେ। କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧ ଏୟାରଲାଇନ୍ସର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନଟିର ଡାହାଣ ଇଞ୍ଜିନରେ ନିଆଁ ଲାଗିବା ପରେ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇଛନ୍ତି ପାଇଲଟ। ଏହି ବିମାନକୁ ମେମ୍ବରଙ୍କ ସମେତ ମୋଟ 76 ଜଣ ଯାତ୍ରୀ ଥିଲେ। ବୁଧ ଏୟାରଲାଇନ୍ସ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ବିମାନ ସଂଖ୍ୟା 953 ଆଜି କାଠମାଣ୍ଡୁକୁ ଭଦ୍ରାପୁର ଯାଉଥିଲା। ତେବେ ମଝି ଆକାଶରେ ବିମାନର ଡାହାଣ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ବିମାନଟିକୁ ପାଇଲଟ ସକାଳ 11:15ରେ ତ୍ରିଭୁବନ ବିମାନବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ନମ୍ବର 9 ବର୍ଷିଲେ ଅନୁଭବ, କହିଲେ ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ। ଓଡ଼ିଶାର ସିନେମା ହଲ୍ରେ ଏବେ ପ୍ରଦର୍ଶିତ ହେଉଥିବା ଫିଲ୍ମ ୱାଇ
ୱାଇଫ୍ ସତ ଘଟଣା ଉପରେ ଆଧାର ଏକ ନା କାଳ୍ପନିକ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଅଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପର୍ଦ୍ଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ନମ୍ବର 10 ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କୋଠାକୁ କଲା ବିଜେପି। ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଅର ପିଏମ୍ଜିରେ ବିକ୍ଷୋଭ କରିଛି ବିଜେଡି। ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ନମ୍ବର 11 ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ସ୍କୁଲ କଲେଜ ସମୟ। ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ପାଠପଢ଼ା ସମୟ। ସମ୍ଭାବ୍ୟ ଭିଡ଼ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆସନ୍ତା 6 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ମଥୁରା ନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ସମୟକୁ ପରିବର୍ତ୍ତନ କରିଛି। ଏଣିକି ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ କଲେଜଗୁଡ଼ିକରେ ସକାଳ 8ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିବ। ନମ୍ବର 12 ଇସ୍ତଫା ଦେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଲିବରାଲ ପାର୍ଟି ଲିଡର ଇସ୍ତଫା ଦେଇପାରନ୍ତି ଟ୍ରୁଡୋ। ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ। ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ନମ୍ବର 13 ଜାନୁଆରୀ 24ରେ ଆସୁଛି ସ୍କାଏ ଫୋର୍ସ। ବଡ଼ ପର୍ଦ୍ଦାରେ 1965 ଭାରତ ପାକ୍ ଯୁଦ୍ଧର ଅକୁହା କାହାଣୀ। ବଡ଼ ପର୍ଦ୍ଦାରେ 1965 ଭାରତ ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ। ରିଲିଜ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ସ୍କାଏ ଫୋର୍ସର ଟ୍ରେଲର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ୍ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବାକୁ ଯାଉଛନ୍ତି ଅକ୍ଷୟ କୁମାର। ନମ୍ବର 14 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ପ୍ରଶାସନ ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ସବୁ ନିୟମକୁ ଫୁ କରି ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡ଼ିଓ ସୁଟ୍ କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ୍ ବୁଲିବା ପରେ ବି ପୁଲିସ କି ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ନମ୍ବର 15 44,793 କୋଟି ଟଙ୍କାର 5ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ। 23,000 ନୂଆ ନିଯୁକ୍ତି ସମ୍ଭାବନା। ରାଜ୍ୟରେ 5ଟି ଶିଳ୍ପ ପ୍ରକଳ୍ପରେ ମୋଟ 44,793 କୋଟି 3 ଲକ୍ଷ ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଆଉ 23,500 ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଯାଜପୁର ଓ କଟକ ଜିଲ୍ଲାରେ 2ଟି ଲେଖାଏଁ, ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ 5ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନମ୍ବର 16 ସରକାରଙ୍କ ବଡ଼ ଘୋଷଣା। ଏଣିକି ମହିଳାଙ୍କୁ ମାସିକ ମିଳିବ 2,500 ଟଙ୍କା। ପ୍ୟାରୀ ଦିଦି ଯୋଜନା ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସରକାର କହିଛନ୍ତି ବଡ଼ ଘୋଷଣା। ଏଣିକି ଏହି ଯୋଜନା ମାଧ୍ୟମରେ ମହିଳା ପାଇବେ ମାସିକ 2,500 ଟଙ୍କା। ତାହେଲେ ମାଲାମାଲ। ପ୍ରତି ମାସରେ ମହିଳା ପାଇବେ 2,500 ଟଙ୍କା। ଦିଲ୍ଲୀରେ ମହିଳାମାନଙ୍କ ପାଇଁ ପ୍ୟାରୀ ଦିଦି ଯୋଜନା ଘୋଷଣା କରିଛି କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ 2,500 ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ନମ୍ବର 17 ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ। ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ସରିଲାଣି। ଏହି ଭବ୍ୟ ମହୋତ୍ସବ ପାଇଁ ଭୁବନେଶ୍ୱରକୁ ଅତିଥିଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଗଲାଣି। ଏହାରି ମଧ୍ୟରେ ସୋମବାର ସନ୍ଧ୍ୟାରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ 5 ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି କୋଣାର୍କ ଯାଇ ଇକୋ ରିଟ୍ରିଟ୍ରେ ଯାତ୍ରୀ ଯାପନ କରିବେ। ନମ୍ବର 18 ରାଜ୍ୟରେ ହାଲୁକା ଶୀତ ଘନ କୁହୁଡ଼ି। ରାଜ୍ୟରେ ଆସନ୍ତା 4 ଦିନ ଯାଏଁ ହାଲୁକା ଶୀତ କୁହୁଡ଼ି ନେଇ 2 ଦିନ ପାଇଁ 7 ଜିଲ୍ଲାକୁ ୟେଲୋ ଆଲର୍ଟ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ। ଉପାନ୍ତର ଉପକୂଳ ସବୁଠି ରହିବ ଶୁଖିଲା ପାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ 10 ଡିଗ୍ରୀ ଉପରେ ରହିବ ତାପମାତ୍ରା। ଉପକୂଳରେ 15 ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ 2ରୁ 3 ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର 1-2ଟି ସ୍ଥାନରେ ସ୍ୱାଭାବିକଠାରୁ 1ରୁ 2 ଡିଗ୍ରୀ ତାପମାତ୍ରା କମ୍ ରହିଛି।
ନମ୍ବର 19 ଦରଦାମ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲି ଯାଇଛି। ନିଜ ଦଳକୁ ବଞ୍ଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ପାଇଁ ଏବେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କୁ ରହିଛି। ମାତ୍ର ପ୍ରବାସୀ ଭାରତୀୟଙ୍କୁ ଯେତେବେଳେ ପୁରା ଓଡ଼ିଶା ସ୍ୱାଗତ କରିବାକୁ ଅପେକ୍ଷା କରିଛି, ସେତେବେଳେ ସାଲା ବିସ୍ପରେ ଓଡ଼ିଶାର ଛବି ମଲିନ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି ବୋଲି ରାଜ୍ୟ ବିଜେପି ସଭାପତି ଗୋଲକ ମହାପାତ୍ର କହିଛନ୍ତି। ନମ୍ବର 20 ଲାଇଭ୍ ଭିଡ଼ିଓ କରି ଯୁବକ କଲେ ଆତ୍ମହତ୍ୟା। ଲାଇଭ୍ ଭିଡ଼ିଓ କରି ଆତ୍ମହତ୍ୟା କରିଛନ୍ତି ଯୁବକ। ଆଉ ଭିଡ଼ିଓରେ କହିଛନ୍ତି, ଦେଖିକି ରହିବୁ। ମୁଁ ଯାଉଛି। ଏହି ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ହୋଇଛି। ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡ଼ିଓ କରି ଝୁଲି ପଡ଼ିଥିଲେ। ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ନମ୍ବର 21 କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ। ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି। ବିଭିନ୍ନ କୁକୁଡ଼ା ଫାର୍ମରେ ପଡ଼ିଛି ହଜାର ହଜାର ମଲା କୁକୁଡ଼ା। ଗତ 5 ଦିନ ହେଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। କୁକୁଡ଼ା ମଡ଼କ ଦେଖି ଚିନ୍ତାରେ କୃଷ୍ଣପ୍ରସାଦର ଚାଷୀ। କିଛି ସ୍ଥାନରେ କାଉ ମରି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। କୃଷ୍ଣପ୍ରସାଦ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ମୃତ କୁକୁଡ଼ାର ରକ୍ତ ପରୀକ୍ଷା କରିବାକୁ ଦାବି ହେଉଛି। ନମ୍ବର 22 ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା। ସରକାର ନେଲେ ବଡ଼ ନିଷ୍ପତ୍ତି। ରାଜ୍ୟକୁ ଭାରତର ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଉଚ୍ଚସ୍ତରୀୟ ହିତାଧିକାରୀଙ୍କ ପରାମର୍ଶ ବୈଠକରେ ସୋମବାର ରାଜ୍ୟରେ ରକ୍ଷଣାବେକ୍ଷଣ, ମରାମତି, ଏମ୍ଆର୍ଓ ସୁବିଧାଗୁଡ଼ିକର ବିକାଶ ଉପରେ ବିଚାର ବିମର୍ଶ କରାଯାଇଥିଲା।